ତାଙ୍କ ସହିତ କଥା ହବା। ହ୍ୟାଲୋ 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 କିଏ କହୁଛନ୍ତି? ହ୍ୟାଲୋ ମୁଁ ଆପଣଙ୍କୁ ଶୁଣିପାରୁଛି, କିଏ କହୁଛନ୍ତି? ବାପରେ ନିଜ ନା ନିଜ ଆଚ୍ଛା ଆଚ୍ଛା ଆଚ୍ଛା, ନିଜ ନା ନିଜ ମୁହଁରେ କହିଲେ ଭଲ ଲାଗେ। ମାମା ମ୍ୟାଡାମ କେମିତି ଅଛନ୍ତି? ବହୁତ ଭଲ ଅଛି। ଫାଷ୍ଟ ଅଫ୍ ଅଲ୍ ମୁଁ କହିଦିଏ, ଆପଣ ତ ସମସ୍ତଙ୍କ ସହିତ କଥା ହେଇଯିବେ ନା, ମତେ ଆଉ ଟାଇମ ମିଳିବନି ହେଲା। ନାଇଁ ମୁଁ ଆପଣଙ୍କ ସହିତ କଥା ହଉଛି, କୁହନ୍ତୁ କୁହନ୍ତୁ। ଆକ୍ଚୁଆଲି ଆପଣ ବହୁତ ଭଲ ଦେଖା ଯାଉଛନ୍ତି। ଆଣ୍ଡ ହାପି ଦଶହରା ଆଉ ଯେତେ ସବୁ ଅଛି ଆଡଭାନ୍ସ ସବୁ କହିଦଉଛି। ଆଉ ଗୋଟେ କଥା, ନିଜ ଏଜ ଆପଣ କହିଦେବେ ତ। ସମସ୍ତେ ବଡ ବଡ ଛୋଟ ସମସ୍ତେ ଆପଣଙ୍କୁ ଦିଦି ଡାକୁଛନ୍ତି, ଏଇଟା ମତେ ଭଲ ଲାଗୁନି। ପ୍ଲିଜ ଯଦି ବେଶୀ ଏଜ ଥିବ କମ କହିଦେବେ, କମ ଏଜ ଥିବ ବେଶୀ କହିଦେବେ। ପ୍ଲିଜ ଏଜ ଟା କହିଦେବେ ହେଲା। ନିଶ୍ଚିତ ରୂପେ ମୁଁ କହିଦେବି। ଆଚ୍ଛା, ଆଉ ଗୋଟେ କଥା, ସୁସ୍ଥବାଦ ଯେମିତି ଅଛି ସେମିତି ରହିବାକୁ ଦେବେ। ଆଉ ଯଦି ଚେଞ୍ଜ କରିବାକୁ ଚାହିଁବେ, 4 ଜଣ କଲର କଥା ହେଇଥିଲା ପରେ ଗୋଟେ ଗୀତ ଦେବେ। ନହେଲେ କଣ କରିବେ, ଗୀତ କାଟିଦେଲେ ତ ବୋର ହେଇଯିବେ ମଣିଷ। ଗୋଟେ କାମ କରିବେ, ଆଉ ଘଣ୍ଟାରେ ଟାଇମ ବଢେଇ ଦିଅନ୍ତୁ। ଓକେ ଠିକ ଅଛି, ତାହେଲେ ଆପଣ କହୁଛନ୍ତି ସୁସ୍ଥବାଦ ବର୍ତ୍ତମାନ 2 ଘଣ୍ଟା କରିଦବା। ମ୍ୟାଡାମ ଆକ୍ଚୁଆଲି ସେଇଟା ଜଣେ କିଏ କହିଥିଲେ ନା, ସୁସ୍ଥବାଦକୁ ଚେଞ୍ଜ କରିବା ପାଇଁ। ଯିଏ ଯୋଉଟା ଜାଗାରେ ଅଛି ସେଇଟା ଦେବାକୁ ଚାହୁଁନ୍ତି, ସେଥିପାଇଁ ମୁଁ ଟିକେ ଆଇଡିଆ ଦେଇଦେଲି। ଓକେ, ନିଶ୍ଚୟ ଆପଣଙ୍କ ସମସ୍ତଙ୍କର ମତ ଆମ ପାଇଁ ଇମ୍ପୋର୍ଟାଣ୍ଟ, ଆଉ ନିହାତି ସମସ୍ତଙ୍କ ମାନେ ଇମ୍ପୋର୍ଟାଣ୍ଟ ମତକୁ ଆମେ ସାଇଡରେ ରଖିବୁ। ତାପରେ ଦେଖିକିରି ଚେଞ୍ଜ କରିବା ଆଉ, ନା କଣ କହୁଛନ୍ତି? ମାନେ ମତ କହୁଛି, ଆକ୍ଚୁଆଲି ମ୍ୟାଡାମ ଦେଖନ୍ତୁ, ଆଜିକାଲି ଯୁଗ, ସମାଜ, ପରିବେଶ, ସୋସାଇଟି ଯେମିତି ଚାଲିଛି, ତ ସେଇଟାକୁ ଆମକୁ ଦେଖିକି ଆମକୁ ଭଲ ଜିନିଷ ବା ଖରାପ ଜିନିଷ କୋଉଟା ଆକ୍ସେପ୍ଟ କରିବାକୁ ପଡିବ ଆମ ଉପରେ ଡିପେଣ୍ଡ କରୁଛି। ଯିଏ ଆମକୁ ଦେଖାଉଛନ୍ତି ଟେଲିଭିଜନ, ସେଟା ଏଣ୍ଟରଟେନମେଣ୍ଟ ପାଇଁ। ଯଦି ଆମେ ଖରାପ ଜିନିଷ ଆକ୍ସେପ୍ଟ କରୁଛେ, ସେଟା ଆମର ଦୋଷ। ତ ଯଦି ଆମେ ଖରାପ ଜିନିଷ ଆକ୍ସେପ୍ଟ କରୁଛେ, ଭଲଟାକୁ ଆମେ ଆକ୍ସେପ୍ଟ କରିବା, ଖରାପଟାକୁ ଭୁଲିବା କି ନାହିଁ, ସେଟା ଆମ ଉପରେ ଦାୟୀ ହଉଛି। କାରଣ ମ୍ୟାଡାମ କହିଲେ, ଯଦି 100 ଜଣ ଖରାପ ଥିବେ, ଜଣେ ଭଲ ଥିବ, ତ ସେଇଠି ଆମେ ଖରାପ କରିବୁ, ମାନେ ଭଲ କରିପାରିବାନି। ତାଠୁ ବେଟର ଆମେ ଟିକେ ସାଇଡ ହେଇଯିବା, ନହେଲେ ନିଜେ ଆମେ ଭଲ ଶିଖିବା। ନିଶ୍ଚିତ ରୂପେ। ତ ସେଇଥିପାଇଁ କୁହାଯାଏ ଯେ ନିଜ ମନକୁ ଯୋଉମାନେ ନିଜ କାବୁରେ ରଖିପାରିଛନ୍ତି ଏ ଦୁନିଆରେ, ସେମାନେ ହିଁ ବଡ ମଣିଷ ହେଇଛନ୍ତି। ଯଦି ଆମକୁ, ଆଜ୍ଞା କୁହନ୍ତୁ। ହଁ, ନାଇଁ ଆପଣ ଠିକ କହିଲେ। ବଟ ଆଜିକାଲି ଯେମିତି ସମାଜ ଚାଲିଛି, ମତେ କାହିଁ ଲାଗୁନି ଯେ ଭଲଟା ଆଉ ଆଜିକାଲି ମାନେ ବେଶୀ ଜଲ୍ଦି ଖରାପ ହେଇଯିବ, ଖରାପଟା ସ୍ପ୍ରେଡ ହେଇଯିବ। ଏଇ ଦେଖନ୍ତୁ, ଆପଣ ତ ଗୋଟେ କହିବେ, ଏଇ ଗୋଟେ ସିରିଏଲ ଚାଲିଛି, ସେ ସିରିଏଲଟା ଦେଖିବୁ ନା, ମାନେ ଆଧ୍ୟାତ୍ମିକ ଦେଖିବୁ ନା ତୋର କ୍ରିକେଟ ଦେଖିବୁ, ମାନେ ଯିଏ ବି ହଉ, ସେଟା ଆଧ୍ୟାତ୍ମିକ ଚ୍ୟାନେଲ ପ୍ରତି ଚେଞ୍ଜ କର, ସେ କ୍ରିକେଟଟା ଭୁଲିବନି କେବେ। ମୁଁ ସେଠି କହୁନି ଯେ ତୁମେ ଆଧ୍ୟାତ୍ମିକ ଦେଖନି, କ୍ରିକେଟ ଦେଖ, ସେମିତି କିଛି ନାହିଁ। କିନ୍ତୁ ଯୋଉଟା ଏବେ ଚାଲିଛି, ଯଦି ଆମେ ଭଲ ହବାନି, ଭଲ ଶିଖିବାନି, ଆମ ନେକ୍ସଟ ଜେନେରେସନକୁ ଆମେ କଣ ଶିଖେଇବା? ନିଶ୍ଚିତ ରୂପେ, ପୁରାପୁରି ଠିକ କଥା। ଓକେ ଠିକ ଅଛି, ତାହେଲେ ଚାଲନ୍ତୁ ଫ୍ରେଣ୍ଡସ୍, ତାହେଲେ ଗୋଟେ ଭଲ ଗୀତ ଆମେ ସମସ୍ତେ ଶିଖିବା।